ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଆଜି ଛୁଆ ଭଲ କଥା ମନେ ରଖ, 28 ଦିନର ଖେଳ 13 ଦିନେ ଶେଷ। ହେଲା, 28 ଦିନର ଖେଳ 13 ଦିନେ ଶେଷ। ଆମେ ଜନ୍ମ ହେଇଛେ ସମସ୍ତେ ବାପା ମାଠୁ ନା ନାଇଁ? ତମ ଭିତରୁ କେତେ ଜଣଙ୍କର ବାପା ମା ବି ସବୁ ମରିଯିବେଣି, ହଉ କି ନାଇଁ? ତେଣୁ ଜନ୍ମ ହଉଛ ଗୋଟାଏ ଦିନ, ମୃତ୍ୟୁ ହେଲା କଣ ଗୋଟାଏ ଦିନ। 28 ଦିନର ଜୀବନ। ସଂସାରରେ ରହିଲ ଓଳିଏ ମାନେ ଅଧ ଓଳି। ଜୀବନରେ ଆସେ ଦିଟା ନିଆଁ, ଜନ୍ମ ହେଲା ବେଳେ ନିଆଁ, ଗଲା ବେଳେ ମଧ୍ୟ ନିଆଁ। ଜୋଇରେ ପୋଡ଼ା ହବ ନା ନିଆଁ। ଜନ୍ମ ହେଲେ ଯେତେବେଳେ ସେତେବେଳେ ସେକା ହେଲ ବି ନିଆଁ ନା। ବିଚିତ୍ର ଏ ଦୁନିଆ, ଜୀବନରେ ନିରନ୍ତରେ ଆସୁଥାଏ ଦୁଇ ନିଆଁ। ବୁଝିଲୁ? ଯେତେବେଳେ ଆମ ବାପା ଜେଜେବାପା ସବୁ ମଲେ, ସିଏ ଆମକୁ ଜନ୍ମ ଦେଲେ, ପରିଶ୍ରମ କଲେ, ଆମକୁ ଖାଇବା ପିଇବାକୁ ଦେଇ ମଣିଷ କରିଲେ, ସଂସାର କରେଇଲେ ନା ନାଇଁ? ଯେତେବେଳେ ମଲେ ସେମାନେ କ'ଣ କଲ? ପୋଡ଼ି ଦେଲ, ନହେଲେ ପୋତି ଦେଲ। ମିଶିଲେ କୋଉଥିରେ? ମାଟିରେ ମିଶିଗଲେ। କ'ଣ ନେଇଗଲେ? କିଛି ନେଇ ଅନେଇଲେ ଆସିଥିଲା ନଙ୍ଗଳା, ଗଲାବେଳେ ନଙ୍ଗଳା। କାହିଁକି? ଜୋହିରେ କ'ଣ କରିଥିଲେ? ନିଆଁ ନଦନ୍ତି, ଜୋହିରେ ନଦନ୍ତି, ତାକୁ ନଙ୍ଗଳା କରିକି ନଦାନ୍ତି। ଗୋଟେ ସୂତା ଥିଲେ ବି ହବନି କାଟେ ନା ନାଇଁ? ତେଣୁ ମଣିଷ ସବୁ ଜାଣୁଛି ମଣିଷ ଜୀବନରେ କିଛି ନାହିଁ। ମଣିଷ ଜାଣୁଛି କ'ଣ? ମଣିଷ ଜୀବନରେ କିଛି ନାହିଁ। ତଥାପି ଲୋଭାଗ୍ରସ୍ତ ମାନବ ସେ ତା ଲୋଭକୁ ତ୍ୟାଗ କରୁଛି? ତ୍ୟାଗ କରୁଛି? ବାପା ମା ଛୁଆ ଜନ୍ମ କରୁଛନ୍ତି କାହିଁକି? 7 କୂଳ ଉଦ୍ଧାରିବା ପାଇଁ କି ପୁତ୍ର କି କନ୍ୟାଟିଏ ଲୋଡ଼ା। କନ୍ୟା ଦୁହିତା, 2 କୂଳକୁ ହିତା, 2 କୂଳକୁ ପିତା। ଗୋଟେ କନ୍ୟା 2 କୂଳକୁ ଉଦ୍ଧାରେ, ପୁଅ 1 କୂଳକୁ ଉଦ୍ଧାରେ। 7 କୂଳ କ'ଣ? ନିଜର ଗୋଟାଏ କୂଳ ନା ନାଇଁ? ନିଜ ବାପା କୂଳ ଅମକ ପୁଅ ମହାନରେ, ଆରେ ଅମକ ନାତି ମହାନରେ, କି ଅମକ ପଣ ନାତି ମହାନରେ। କେତେ ପୁରୁଷ ଗଲା? 4 ପୁରୁଷ। ତଳକୁ ପଳେଇ ଆସ। ଅମକ ବାପାଟା ମହାନ ଥିଲା ରେ, ଅମକ ଜେଜେଟା ମହାନ ଥିଲା ରେ, ଅମକ ପଣ ଜେଜେଟା ମହାନ ଥିଲା ରେ। କେତେ ହେଲା? 7 ପୁରୁଷ ହେଲା। ଜନ୍ମ ହେଇଛ ଯଦି ଏମିତି କର୍ମ କର, ମଣିଷ ମରିଗଲେ ତମକୁ ଯେମିତି ଝୁରି। ତମେ ମରିକି ମାଟିରେ ମିଶିଲେ ମଧ୍ୟ ଅମରତ୍ୱ ହେଇକି ରହିବ। ଯେପର୍ଯ୍ୟନ୍ତ ତମ ନାଁ ଥିବ ସେ ପର୍ଯ୍ୟନ୍ତ ତମେ ଅମର ହେଇକି ରହିବ। ସଂସାରରେ 4 ଜଣ ଅମର ହେଇକି ରୁହନ୍ତି। କିଏ? କବି, ପଣ୍ଡିତ ନା ନାଇଁ, ଭକ୍ତ, ଆଉ କିଏ? ଆଉ ଯୋଉ କିଏ? ସେ ସେବାକାରୀ। ଇଏ ଜଗତର ସେବା କଲା, ସେ ମଲେ ମଧ୍ୟ ତାକୁ ଲୋକ ଜୁଟୁଛନ୍ତି। ଜଣେ କବି, ସେ ମରିଗଲେ ମଧ୍ୟ ତାଙ୍କ କବିତା କ'ଣ ହେଇଥିବ? ତାଙ୍କୁ ଅମୃତ କରିକି ରଖିଥିବ। ପଣ୍ଡିତ, ଜଣେ ବିଶିଷ୍ଟ ପଣ୍ଡିତ, ସେ ମରିଗଲେ ମଧ୍ୟ ତାକୁ ଅମୃତ କରି ରଖିଥିବେ। ଆଉ ଭକ୍ତ, ସେମାନେ କ'ଣ ଅଛନ୍ତି? ଦାସିଆ ବାଉରୀ ଅଛି, ଭକ୍ତ ସାଲ ଅଛି, ଅଛନ୍ତି କି? ସିଏ ମରିଗଲେ, କିନ୍ତୁ ତାଙ୍କ ନାଁ କ'ଣ କରୁଛି? ତାଙ୍କୁ ଅମର କରି ରଖିଛି। ତଥାପି ଲୋଭ ମୋହ ଯୁଗେ ଯୁଗେ ଥିଲା, କିନ୍ତୁ ଏତେ ନଥିଲା। ବର୍ତ୍ତମାନ ସମୟରେ ଅତି ଲେମ୍ବୁଟା ହେଇଯାଇଛି। କହନ୍ତି ଅତି ଲେମ୍ବୁ ଚିପୁଡ଼ିଲେ ପିତା, ଅତି ହେଇଯାଇଛି। ଏତେ ଲୋଭ
ସେ ତାର ନାତି ନାତୁଣୀ 7 ପୁରୁଷ ପାଇଁ ଧନ ସବୁ ରଖନ୍ତି। ହଁ କି ନାହିଁ? ପୁଅ ଯଦି ଯୋଗ୍ୟର ହୁଏ ଧନ କାହିଁ ପାଇଁ ଛଞ୍ଚୁ, ପୁଅ ଯଦି ଅଯୋଗ୍ୟର ହୁଏ ଧନ କାହିଁ ପାଇଁ ଛଞ୍ଚୁ। ପ୍ରତ୍ୟେକ ବାପା ମାଙ୍କର ମୁଖ୍ୟ କାରଣ ହେଉଛି ପୁଅଟାକୁ ସୁପୁତ୍ର କରିବା। ସେ ଭିକାରୀ ହେଲେ ମଧ୍ୟ ଯଦି ସୁପୁତ୍ର ହେଇଥିବ ସେ କ'ଣ ହେଇଥିବ? ସେ ସପ୍ତକୁଳ ଉଦ୍ଧାର କରିଦେବ। ବୁଝିହେଉଛି? ଆଉ ମୋ ଘର ମୋ ଦ୍ୱାରା କହିକି ଏମିତି ଆଗକୁ ଭୋଗିବେ ଯାହାକି ତାର ଥଳ ନାହିଁ। କହିଲେ ମୋର ମୋର କହି ସରବେ ମରିବେ ଅଚ୍ୟୁତର କିସ ଗଲା। ଅବିକା କିଏ କହୁଛି ଠାକୁର ସବୁ ତୋର ତୋର, କାହା ପାଟିରୁ ଶୁଣିବ? ଯେମିତିଆ ଭକ୍ତ ହୁଅନ୍ତୁ ସଂସାରରେ, ମାନେ ଅଛନ୍ତି ଭକ୍ତ ତାଙ୍କ ପଦକୁ ଶରଣ, ଏ ଯୋଉ ଉପର ଢାଉରିଆ ଭକ୍ତ କିଏ କହୁଛି ପ୍ରଭୁ ସଂସାର ତୋର, ଏ ଘର ତୋର, ମୁଁ ତୋର, କିଏ କହୁଛନ୍ତି? ଆମେ ଦେଖିଛୁ ଅନେକ ଗୁରୁକୁଳ, ସବୁ ବଡ଼ ବଡ଼ ଗୁରୁକୁଳ ଅଛି, ସବୁ ଯାଆନ୍ତି ଭାରି ଛାଣ୍ଟିଆ ସବୁ ଦେଖାନ୍ତି। ବୁଝିହେଉଛି ନା? ତାର କିଛି ମହତ୍ଵ ନାହିଁ। ଆରେ କେତେ ଦେଲୁ? କିଏ କହନ୍ତି ରେ ମୁଁ କ'ଣ ଦେଲି, ପ୍ରଭୁ ଦେଲେ। ସେ କଥା କିଏ କହୁଛନ୍ତି? ମୁଁ 5,000 ଦେଲି, ମୁଁ 10,000 ଦେଲି, ମୁଁ 50,000। ତୁ କିଏ? ଇଏ ବା ହାଡ଼ ମାଂସ ଶରୀର, ମାଟି ଶରୀର, ଆ ଭିତରେ ଯିଏ ଅଛି ସିଏ ଦଉଛି ନା। ଦଉଛି କିଏ? ନା ଯିଏ ଦଉଛି ସିଏ ନଉଛି। ତେଣୁ କରି କରାଉ ଥାଏ ମୁହିଁ ମୋ ବିନୁ ଆନ ଗତି ନାହିଁ। ହେ ଅର୍ଜୁନ ମୁଁ ସବୁ କରୁଛି, ଯାହାର ଯେମନ୍ତ ଭାବ ଦେଖି ନାବ ମୁଁ ଦିଏ। ମୋ ଘରଣୀ ଠାକୁରାଣୀ ତ ଲକ୍ଷ୍ମୀ ଠାକୁରାଣୀ, ଯଦି ନ ଦେବି ଫେରେ ପାପ। କିଏ କହିଲା ସୁନା ଦରକାର, ନା ନେଇଯା ସୁନା। କିଏ କହିଲା ପ୍ରଭୁ ମୋର ତ ନାମ ଦରକାର, ନା ନେ ନାମ। ଯିଏ ଯେମିତିଆ ଖୋଜିବ ସିଏ ସେମିତିଆ ପାଇବ। ଆମେ ଯାଉଛେ କ'ଣ ବଡ଼ ମାର୍କେଟ ଯାଉଛେ, ଭେରାଇଟି ସବୁ ଜିନିଷ ରହୁଛି, ଯାହା ମନ ଯାହାର ହେଲା ସେ କିଣିଲା, କାହା କହିବାର ଅଛି? ଯଦି ତମେ ଧିଏରେ ଆସି ଲଗେଇବ ସେ କ୍ରିମ୍, ଯଦି ତ କ'ଣ ହେଲା ସେ ଘା ହେଲା କି କୁଣ୍ଡେଇ ହେଲା, ସେଥିପାଇଁ କ'ଣ ସେ ମେଡ଼ିସିନର ଦୋଷ? ତମର ଦୋଷ ନା। ଠିକ ନା? ତେଣୁ ମନ ରଖିଥାଅ ଇଏ ଜୀବନଟା ହଉଛି କେତେ ଅଢ଼େଇ ଦିନ ଖେଳ ଘର। ଆଉ ଏମିତି କର୍ମ କର ମଲା ପର୍ଯ୍ୟନ୍ତ ଯେମିତି ନାଁ ରହିଥିବ, ନହେଲେ 13 ଦିନେ ନାଁ ନିଭିଯିବ, ସରିଗଲା ହେଲା। ହାଡ଼ିବନ୍ଧ ଦାସ କହୁଛନ୍ତି କ'ଣ କହିଲେ? କହିଲେ ବସି କର ଭଜନ ମଠ, ସାଧୁ ସନ୍ତଙ୍କୁ ଯେ ପାଇବ ଭେଟ। ବସି କର ଭଜନ ମଠ। ମଠ ମନ ଯୋଉଠି ଠ ହୁଏ ତାକୁ କୁହାଯାଏ ମଠ। ମନ ରଖିଥ ହେଲା। ସେ ଯୋଉଠି ଠ ହେଇଯାଏ ସେଠି ଶୂନ୍ୟ ହେଇଯାଏ। ପୁଣି ସେ ଯେ ନା ମର୍ତ୍ତ୍ୟ ବୈକୁଣ୍ଠ, ଏମିତି ପରିବେଶ ହେଇଥିବ ତମେ ତା ଭିତରେ ପଶିଗଲେ ତମର ନିଜସ୍ୱ ହଜିଯାଏ। ତମେ ମର୍ତ୍ତ୍ୟ ବୈକୁଣ୍ଠ ପୁରୀକି ଆମେ କହନ୍ତି ନା। ତମେ ଯେତେ ଟେନସନ ହେଇଥାଉ ମନ୍ଦିର ଭିତରେ ପଶିଗଲେ ତମର ଆଉ ପଛ ଘର କଥା ମନେ ପଡ଼େ। ବଡ଼ ଦାଣ୍ଡରେ ପୁଅ ଝୁଅ ଭାଇ ବନ୍ଧୁ କଥା ମନେ ପଡ଼େ, ମନି ପସ କଥା ମନେ ପଡ଼େ, କିନ୍ତୁ ମନ୍ଦିର ଭିତରକୁ ଗଲେ କ'ଣ ହୁଏ? ମନେ ପଡ଼େ? କିଛି ମନେ ପଡ଼େ ନାହିଁ। ତେଣୁ ମନ ଯୋଉଠି ଠ ହୁଏ, ମନ ଯୋଉଠି ଶୂନ୍ୟ ହୁଏ, ସିଏ କୁହନ୍ତି ମଠ। ମଠ ବୋଲନ୍ତି ମର୍ତ୍ତ୍ୟ ବୈକୁଣ୍ଠ ହେଲା। ଏ ଜୀବନଟା ସାର ଦେହ ନାର ଖାର, ଦିନେ ପିଣ୍ଡ ବ୍ରହ୍ମ ଭାଙ୍ଗିବ ଆଣ୍ଟ। କହିଲେ ଏ ଜୀବନଟା ହଉଛି ସତ୍ୟ, କିନ୍ତୁ କ'ଣ ଇଏ ହେଇଯିବ ନାର ଖାର, ଏ ଶରୀରଟା ନାର ଖାର ହେଇଯିବ। ଦିନେ ପିଣ୍ଡ ବ୍ରହ୍ମ ଭାଙ୍ଗିବ ଆଣ୍ଟ। ଏ ଘଟ ଛାଡ଼ିକି ଦିନେ ପିଣ୍ଡ ବ୍ରହ୍ମ କ'ଣ ହେଇଯିବ? ଚାଲିଯିବ। ସେତେବେଳକୁ ତମ ଆଣ୍ଟ ଭାଙ୍ଗିଯିବ। ମରା ସାଙ୍ଗୀ ଲୋକ ଆସିବେ ଅନେକ, 6 ଖଣ୍ଡି କାଠରେ ବାନ୍ଧିବେ ଘଟ। ଭାଇ ସାହି ଆସିବେ, ମାଲୁଆ ଆସିବେ, 6 ଖଣ୍ଡ ବାଉଁଶ ଆଣିବେ, ତାକୁ କ'ଣ କରିବେ? ତତେ ତାପରେ ବାନ୍ଧିବେ। ତୋତେ ଘେନି ଯିବେ ଅଗ୍ନିରେ ଦହିବେ, ଗୋମୟ ଢାଳିବେ ସେ ବାଟ ଘାଟ। କୋକଇରେ ତତେ ନଦୀକି ନେଇକି ଯିବେ କୋଉଠିକି? ମଶାଣିକି ପୋଡ଼ିବାକୁ।
ଆଉ ଗଲା ବେଳକୁ ବାଟ ପରିଷ୍କାର କରିବା ପାଇଁ କ'ଣ କରିବେ? ଗୋମୟ ଜାଣି ପବିତ୍ର କରିବାକୁ ଗୋମୟ ଢାଳି ଢାଳିକା ଯିବେ। କିଏ ବା କାନ୍ଦିବ, କିଏ ବା କାନ୍ଦିବ, ଏଥିପାଇଁ ତୁ ଯେ କରିଛୁ ଆଣ୍ଟ। ବୋଲେ କିଏ ବା ବାନ୍ଧିବ ତତେ? ସେତେବେଳକୁ କିଏ ବାନ୍ଧିବ? କିଏ କାନ୍ଦୁଥିବ? ତୁ ଏଇଥି ସକାଶେ ଆଣ୍ଟ କରୁଛୁ ନା? ଧନ୍ୟରେ ମାନବ। ପ୍ରଥମ, ଦ୍ୱିତୀୟ, ପଞ୍ଚମ, ସପ୍ତମ, ଅଷ୍ଟମ ଦିନରେ ହୋଇବ ତୁଠ। ଆମର ସବୁ କ'ଣ ଅଦର କାଷ୍ଟରେ ହୁଏ କ'ଣ 10 ଦିନ ତୁଠ ହୁଏ, କିନ୍ତୁ ବ୍ରାହ୍ମଣ ଘରେ ପ୍ରଥମରୁ ତୁଷ୍ଟ ହୁଏ ନା। 8 ଦିନ କେହ ବା ନବମ, କେହ ବା ଦଶମ, ଏକାଦଶ ଦିନେ ସରିବ ପାଠ। ଏକାଦଶ ଦିନ ହେଇଗଲେ ବାପା ସରିଗଲା। ଏଥୁ ଅନନ୍ତରେ ଦ୍ୱାଦଶ ଦିନରେ ସମନ ରାଜାର ହୋଇବ ଭେଟ। ଯେତେବେଳେ 12 ଦିନ ହବ ତୋ ସମନ ବିଚାର ହବ। କୋଉଠି? ପ୍ରଭୁଙ୍କ ପାଖରେ। କହି ପାମର ହାଡ଼ିଆ କୁମାର 13 ଦିନ ଠାରୁ ସରିବ ନାଟ। 13 ଦିନ ସରିବ। 14 ଦିନ ଯେତେବେଳେ ତୋ ଝୁଅ ଜୋଇଁ ସବୁ ଘରୁ ବିଦାଇ ପଳେଇବେ, 15 ଦିନ ବେଳକୁ ବାପା ମଲା ବୋଲି ଆଉ କାହାର ଚିନ୍ତା ନଥିବ। ସେଇଠୁ କ'ଣ ହବ? ଭାଇ ଭାଇରେ ନାଗିବ ମହାଭାରତ, ଭାଇ ଭଉଣୀରେ ନାଗିବ ମହାଭାରତ। ଧନ୍ୟରେ ମାନବ। ଇଏ ଭାଳୁଦାସ କହିବାର ତାତ୍ପର୍ଯ୍ୟ କ'ଣ? ନିଜକୁ ନିଜେ ରାତିରେ ତମମାନଙ୍କୁ କହୁଛି ଶୋଇକି ଚିନ୍ତା କର ମଣିଷ ଜୀବନ କ'ଣ। ଯଦି ବୀର ହବାକୁ ଚେଷ୍ଟା କରୁଛ, ଯଦି ମଣିଷ ହବାକୁ ଚେଷ୍ଟା କରୁଛ, ନିଜ ମୃତ୍ୟୁକୁ ନିଜ କରାୟତରେ ଯଦି ରଖିପାରିଲ, ପ୍ରକୃତ ତମେ କ୍ଷତ୍ରିୟରେ ଗଣା ହେଇପାରିବ। ଯଦି ନ କରିପାରିଲ ବାପା ସେଇ ଜମ ଅଗଳିରେ ଖେଞ୍ଚା ଖାଉଥିବ। ବୋଲ ଆରମ୍ଭ କବା।